ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କର ମନେ ଥିବ କିଛି ଦିନ ପୂର୍ବରୁ ମୁଁ ବାଇବଲ ଟ୍ରେନିଂ ବିଷୟକୁ ନେଇକି ଗୋଟିଏ ଭିଡ଼ିଓ ମୁଁ ଅପଲୋଡ଼ କରିଥିଲି। ଆଉ ଆପଣମାନେ ସେ ଭିଡ଼ିଓକୁ ବହୁତ ଭଲ ରେସ୍ପନ୍ସ ଦେଇଛନ୍ତି। ସେଥିନିମନ୍ତେ ଆପଣମାନଙ୍କୁ ବିଶେଷ କରି ଧନ୍ୟବାଦ। ଆଉ ଭିଡ଼ିଓକୁ ଅନେକ ଭଲ ମଧ୍ୟ ପାଇଛନ୍ତି। ଆଉ ଅନେକ ବାଇବଲ ଟ୍ରେନିଂ କରିବା ନିମନ୍ତେ ଇଚ୍ଛା ପ୍ରକାଶ ମଧ୍ୟ କରିଅଛନ୍ତି। ଆଉ ମୋ ପାଖକୁ ମଧ୍ୟ ଗୋଟିଏ ଦୁଇଟା କଲ୍ ଆସିଥିଲା ଏହି ବାଇବଲ ଟ୍ରେନିଂକୁ ନେଇକି। ତେବେ ପ୍ରିୟ ବନ୍ଧୁଗଣ, ଯାହା ହେଉ ଆପଣମାନଙ୍କୁ ଧନ୍ୟବାଦ। ଆପଣ ଇଣ୍ଟରେଷ୍ଟେଡ୍ ଅଛନ୍ତି ମାନେ ଈଶ୍ୱରଙ୍କ ବାକ୍ୟକୁ ଶିଖିବା ନିମନ୍ତେ, ସେଥିପାଇଁ ମୁଁ ଧନ୍ୟବାଦ ଦେଉଅଛି। ତାପରେ ବିଶେଷ କରି ମୁଁ ପୂର୍ବ ଭିଡ଼ିଓରେ ଯେପରି କହିଥିଲି, ଆଉ ଏଇ ଭିଡ଼ିଓରେ ମଧ୍ୟ ମୁଁ କିଛି କହିବା ପାଇଁ ଚାହୁଁଅଛି ବାଇବଲ ଟ୍ରେନିଂ ବିଷୟରେ। ଆଉ ଥମ୍ବନେଲ୍ ଦେଖିକି ଆପଣ ତ ଅଲରେଡ଼ି ଆପଣ ଜାଣିସାରିଥିବେ ମୁଁ କେଉଁ ବିଷୟ ନେଇକି ମୁଁ ଆଲୋଚନା କରିବା ପାଇଁ ଯାଉଅଛି। ତେବେ ଏଇ ଯେଉଁ ବାଇବଲ ଟ୍ରେନିଂ ସେଣ୍ଟରରେ କ'ଣ ସବୁ ସୁବିଧା ସବୁ ରହିଅଛି, ଆମେମାନେ ତ ବାଇବଲ ଟ୍ରେନିଂ କରିବା। ତେବେ ଆପଣମାନେ ଦେଖିଥିବେ ଅନେକ ବାଇବଲ ଟ୍ରେନିଂ ସେଣ୍ଟର ଅଛି, ସେଠି କେବଳ ବାଇବେଲ ମାନେ ପରମେଶ୍ୱରଙ୍କ ବାକ୍ୟ ହିଁ ଶିକ୍ଷା ଦିଆଯାଏ। କିନ୍ତୁ ଏଇ ଯେଉଁ ବାଇବଲ ଟ୍ରେନିଂ କଥା ମୁଁ କହୁଅଛି, ଏଇଟା ଏମିତି ଏକ ବାଇବଲ କଲେଜ ଆଉ ଯେଉଁଥିରେ କି ଆପଣମାନେ ପ୍ରଭୁଙ୍କର ବାକ୍ୟ ଶିଖିବା ସହିତ ମାନେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ସହିତ ଆପଣ ସ୍ୱାବଲମ୍ବୀ ମଧ୍ୟ ହେଇପାରିବେ। ଯେପରିକି ପାଉଲ ସ୍ୱାବଲମ୍ବୀ ଥିଲେ, ନିଜେ ପରିଶ୍ରମ କରୁଥିଲେ, ତାପରେ ନିଜେ ମଧ୍ୟ ପ୍ରଚାର କରୁଥିଲେ, ସୁସମାଚାର ପ୍ରଚାର କରୁଥିଲେ। ନିଜ ଖର୍ଚ୍ଚରେ ସେ ସବୁଆଡ଼େ ଯାଉଥିଲେ, ଯେଉଁଠିକି ଯାଉଥିଲେ ପ୍ରଚାର କରିବା ପାଇଁ। ତେବେ ପ୍ରିୟ ବନ୍ଧୁଗଣ, ଏଇ ବାଇବଲ ଟ୍ରେନିଂ ସେଣ୍ଟରରେ ଥିବା ଜଣେ ସାର୍ଙ୍କ ସହିତ ମୁଁ କଥା ହେଇଥିଲି। ଆଉ ଇଏ ହେଉଛନ୍ତି ବାଇବଲ ଟ୍ରେନିଂର ଜଣେ ଟିଚର, ଯିଏକି ଶିଖାନ୍ତି ପିଲାମାନଙ୍କୁ ପ୍ରଭୁଙ୍କ ବାକ୍ୟ ବିଷୟରେ। ଆଉ ସେ କ'ଣ କହୁଛନ୍ତି ଏଇ ଟ୍ରେନିଂ ବିଷୟରେ, ଚାଲନ୍ତୁ ତାଙ୍କ ମୁହଁରୁ ଆମେମାନେ ଶୁଣିବା, ତାପରେ ଆମେମାନେ ଅନ୍ୟାନ୍ୟ ବିଷୟ ଆଲୋଚନା କରିବା। ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ପ୍ରତ୍ୟେକଙ୍କୁ ନମସ୍କାର ଜଣାଉଛି। ମୁଁ ଆପଣମାନଙ୍କ ନିମନ୍ତେ ଏକ ଅତ୍ୟନ୍ତ ଆନନ୍ଦ ବିଷୟ ଜଣାଇବା ପାଇଁ ଚାହେଁ। ପ୍ରତ୍ୟେକ ଯୁବା ଯୁବତୀ ମାନଙ୍କ ନିମନ୍ତେ, ଖ୍ରୀଷ୍ଟୀୟ ଯୁବା ଯୁବତୀ ମାନଙ୍କ ନିମନ୍ତେ ଏକ ବାଇବେଲ ବିଦ୍ୟାଳୟ ରହିଅଛି। ଯେଉଁ ବାଇବେଲ ବିଦ୍ୟାଳୟ କି ଆଜିକୁ 31 ବର୍ଷ ଧରି ଅନେକ ଯୁବା ଯୁବତୀ ମାନଙ୍କୁ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ନିମନ୍ତେ ତାଲିମ ଦେଇ ଆସୁଅଛି। ଏହାର ଅବଧି କେବଳ 10 ମାସ। 10 ମାସ ମଧ୍ୟରେ 14ଟି ପାଠ ପଢ଼ା ଯାଇଥାଏ, 14ଟି ବିଷୟ ପଢ଼ା ଯାଇଥାଏ। ତା ସହିତ ବୃତ୍ତିଭିତ୍ତିକ ଶିକ୍ଷା ମଧ୍ୟ ଦିଆଯାଇଥାଏ, ଯେମିତିକି ସିଲେଇ ଟ୍ରେନିଂ ଏବଂ ସିଲେଇ ମେସିନ୍ ମୋଟର ଚାଳିତ, କମ୍ପ୍ୟୁଟର ଟ୍ରେନିଂ, ଇଲେକ୍ଟ୍ରୋନିକ୍ସ, ଫିନାଇଲ ତିଆରି କରିବା ଏବଂ ଏମ୍ବ୍ରଏଡରୀ କାମ, ଏଭଳି ବିଷୟ ଗୁଡ଼ାକ ମଧ୍ୟ ଶିକ୍ଷା ଦିଆଯାଇଥାଏ, ଯଦ୍ୱାରା କି ଜଣେ ଯୁବା ଯୁବତୀ ବାଇବେଲ ତାଲିମ ପାଇବା ସହିତ ସେ ସ୍ୱାବଲମ୍ବୀ ହେବା ପାଇଁ ମଧ୍ୟ ଉତ୍ସାହିତ ହୋଇପାରିବ। ଏହି 10 ମାସ ମଧ୍ୟରେ ଏହି ତାଲିମ କେନ୍ଦ୍ରରେ ଅନେକ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଛନ୍ତି। ଏମିତିକି ବିଶପ ମହୋଦୟ ମଧ୍ୟ ତାଙ୍କର ଦୀର୍ଘ ବର୍ଷର ସେବା କାର୍ଯ୍ୟର ଅନୁଭୂତିରୁ ମଧ୍ୟ ସେ ପିଲାମାନଙ୍କୁ ଶିକ୍ଷା ଦେଇଥାନ୍ତି ଏବଂ ଝିଅମାନଙ୍କ ନିମନ୍ତେ ଏବଂ ପୁଅମାନଙ୍କ ନିମନ୍ତେ ଅତି ଉତ୍ତମ
ଛାତ୍ରାବାସ ଓ ଛାତ୍ରୀବାସ ରହିଅଛି। ଉତ୍ତମ ଡାଇନିଂ ରହିଅଛି। ପରିବେଶ ମଧ୍ୟ ବହୁତ ଉତ୍ତମ ରହିଅଛି। ତେଣୁ ଯେଉଁମାନେ ଆଗ୍ରହୀ ହେବେ ସେମାନେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରି ଫେବୃଆରୀ 10 ତାରିଖ ଦିନ ଆମମାନଙ୍କର ତାଲିମ କେନ୍ଦ୍ରରେ ପହଞ୍ଚିଲେ ଯଥାଶୀଘ୍ର ମାନେ ତାଲିମ ଆରମ୍ଭ କରିବା। ମାତ୍ର 50ଟି ସିଟ୍ ଅଛି। କେବଳ ଝିଅମାନଙ୍କ ନିମନ୍ତେ 25ଟି ଏବଂ ପୁଅମାନଙ୍କ ନିମନ୍ତେ 25ଟି। ପ୍ରାୟତଃ ଅନେକ ଯୋଗାଯୋଗ କରିସାରିଲେଣି, ଆଉ ଅଳ୍ପ ସିଟ୍ ବାକି ଅଛି। ତେଣୁ ଯଦି ଆପଣମାନେ ଚାହୁଁଛନ୍ତି ଯଥାଶୀଘ୍ର ଆମମାନଙ୍କ ସହିତ ଯୋଗାଯୋଗ କରନ୍ତୁ। ନିମ୍ନଲିଖିତ ନମ୍ବରରେ ମୋବାଇଲ ନମ୍ବରରେ ଯୋଗାଯୋଗ କଲେ ଆମେ ଆପଣମାନଙ୍କୁ ସ୍ଥାନ ବିଷୟରେ ଅବଗତ କରାଇଦେବା ଏବଂ ଆଉ ଯଦି କିଛି ଜାଣିବା ପାଇଁ ଚାହୁଁଛନ୍ତି ତାହା ମଧ୍ୟ କଲ୍ କରି ଆପଣମାନେ ବୁଝିପାରିବେ। ଆଶା କରୁଛି ବିଷୟଟି ସମସ୍ତଙ୍କୁ ବୁଝା ପଡ଼ିଛି। ସମସ୍ତଙ୍କୁ ଧନ୍ୟବାଦ ଦିଏ ଶୁଣିଥିବାରୁ ଏବଂ ଆପଣମାନେ ଆମର ଅନୁଷ୍ଠାନ ପାଇଁ ପ୍ରାର୍ଥନା କରନ୍ତୁ ଯେଭଳି କି ଏ ବର୍ଷ ମଧ୍ୟ ଉତ୍ତମ ଛାତ୍ରଛାତ୍ରୀମାନେ ଆସିପାରିବେ ଏବଂ ଉତ୍ତମ ଭାବରେ ଟ୍ରେନିଂ କମ୍ପ୍ଲିଟ୍ କରିବେ, ସେବା କାର୍ଯ୍ୟରେ ବ୍ୟବହାର ହେଇପାରିବେ। ସେଥିପାଇଁ ପ୍ରାର୍ଥନାର ଅନୁରୋଧ ରଖେ। ଧନ୍ୟବାଦ। ନମସ୍କାର। ତେବେ ପ୍ରିୟ ବନ୍ଧୁଗଣ, এইটা গোটে সুবর্ণ সুযোগ রয়েছে। মু কহিবি আপনার নিমন্তে এক সুবর্ণ সুযোগ। এই সুযোগ আপনার হরান্তু না, কারণ এটি তো আপনার বাইবেল ট্রেনিং তো নিহাতি করবে, ঈশ্বর বাক্য শিখিবে। তা সহিত টেলরিং সুবিধা রয়েছে, আউথরে কি আমার ভৌণী মানে আনে সিলাই ট্রেনিং শিখিকি সেমানে স্বাবলম্বী হয়ে পারিবে। তা সহিত প্রভুঙ্কর সেবা কার্য করিপারিবে। তাপরে আপন ফিনাইল তৈরি করিপারিবে। তাপরে সেথিপাই মধ্য তালিম দিয়া হব আপনার। সেইটি অছন্তি টিচর মানে সমস্তে সেমানে শিখাইবে আপনার। তাপরে সেটি আওয়ার্ড মধ্য দিয়া যাଉଛି। যে ভালো কলা বেস্ট স্টুডেন্ট আওয়ার্ড মধ্য রয়েছে। তবে এই সমস্ত সুবিধা রয়েছে ଆପଣଙ୍କ ନିମନ୍ତେ। ସେଥି ନିମନ୍ତେ ମୁଁ ତ କହିବି ଏଇଭଳି ସୁବର୍ଣ୍ଣ ସୁଯୋଗକୁ ହରାଇବା କଥା ନୁହେଁ। ଆଉ ଶେଷରେ ଗୋଟିଏ କଥା କହିକି ମୁଁ ଶେଷ କରିବି ଯେ ଅନେକ ହୁଏତ ସେମାନେ କମେଣ୍ଟ କରିପାରନ୍ତି କିମ୍ବା ଅନେକଙ୍କ ମନରେ ଗୋଟେ ପ୍ରଶ୍ନ ଥିବ ଯେ ବାଇବଲ ଟ୍ରେନିଂ ସହିତ ଏସବୁ କରିବା କ'ଣ ନିହାତି ଜରୁରୀ କି? ଏଇଟା ନିହାତି ଗୋଟେ ପ୍ରଶ୍ନ ଥିବ ଅନେକଙ୍କ ମନରେ। ତେବେ ପ୍ରିୟ ବନ୍ଧୁଗଣ, ଯେପରିକି ମୁଁ এই ভিডিওর আরম্ভରୁ ମୁଁ କହିଅଛି ଯେ ପାଉଲଙ୍କ ଜୀବନକୁ ଯଦି ଆମେ ଦେଖିବା, ସେ କର୍ମ କରୁଥିଲେ ଆଉ ସିଏ ନିଜର ପରିବାରକୁ ଚଳିବା ନିମନ୍ତେ ମାନେ ନିଜେ ଚଳିବା ନିମନ୍ତେ ସେ ଅନ୍ୟ କାହା ଉପରେ ସେ ନିର୍ଭର କରୁନଥିଲେ ଯେ ମୋତେ କିଏ ଦେବ ତାହେଲେ ଯାଇ ମୁଁ ଯିବି ସୁସମାଚାର ପ୍ରଚାର କରିବା ପାଇଁ। ସେମିତି ନୁହେଁ। ସେ ନିଜେ କାମ କରୁଥିଲେ, ନିଜେ ପରିଶ୍ରମ କରୁଥିଲେ ଆଉ ସେ ପରିଶ୍ରମର ଫଳ ସ୍ୱରୂପ ଆଉ ସେ ଇନକମ୍ ମଧ୍ୟ କରୁଥିଲେ, ରୋଜଗାର କରୁଥିଲେ। ତା ସହିତ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଥିଲେ, ବିଭିନ୍ନ ଜାଗାକୁ ଯାଇକି ସୁସମାଚାର ପ୍ରଚାର କରୁଥିଲେ, ପ୍ରଭୁ ଯୀଶୁଙ୍କ ନାମରେ ଅନେକ ଚମତ୍କାର କରୁଥିଲେ। ଆପଣ ପଢ଼ିବେ ପ୍ରେରିତ ପୁସ୍ତକ ଆଉ ପାଉଲଙ୍କର ପତ୍ର ଗୁଡ଼ିକ ଆପଣ ପଢ଼ିବେ, ଆପଣ ଜାଣିପାରିବେ। ତେବେ ପ୍ରିୟ ବନ୍ଧୁଗଣ, এই ট্রেনিং সেন্ଟରରେ যোগাযোଗ କରିବା ନିମନ୍ତେ ଆଉ ଫୋନ୍ ନମ୍ବର ରହିଅଛି, ଆପଣ କଣ୍ଟାକ୍ଟ କରନ୍ତୁ। এই ଫୋନ୍ ନମ୍ବରରେ କଣ୍ଟାକ୍ଟ କରନ୍ତୁ ଆପଣମାନେ ଟ୍ରେନିଂ ସେଣ୍ଟରରେ, ଯଦି ଆପଣ ଇଣ୍ଟରେଷ୍ଟେଡ୍ ଅଛନ୍ତି ବାଇବଲ ଟ୍ରେନିଂ କରିବା ନିମନ୍ତେ। ତେଣୁ ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ଧନ୍ୟବାଦ।